ନମସ୍କାର, ଜୟ ଜଗନ୍ନାଥ। ଆଜିର କେତେଗୁଡ଼ିଏ ଟିପ୍ସ ହେଉଛି ହେୟାର ସିରମ୍। ଘରେ ଆମେ କିପରି ହେୟାର ସିରମ୍ ବନେଇବା ଓ ସେ ସିରମ୍ କେତେ ପ୍ରକାର ଚାଲନ୍ତୁ ଦେଖିବା ଓ ସେଥିରେ କ'ଣ ସବୁ ଲାଭ ହେବ ହେୟାର ସିରମ୍ ୟୁଜ୍ କଲେ ଚାଲନ୍ତୁ ଜାଣିବା। 1 ନମ୍ବରରେ ଆଲୋଭେରାକୁ କାଟିକରି ଜେଲ୍ ବାହାର କରିଦିଅନ୍ତୁ। ପରେ ଏହାପରେ ଚାମଚରେ ଜେଲ୍‌କୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ। ସେଥିରେ 1 ଚାମଚ ନଡ଼ିଆ ତେଲ ଓ ଭିଟାମିନ୍ ଇର ଏକ କ୍ୟାପସୁଲ୍ ମିଶାନ୍ତୁ। ଭଲ ଭାବରେ ଏହାକୁ ମିଶାଇକି ଏକ କାଚ ବୋତଲରେ ରଖି ଏହାକୁ କେଶରେ ଲଗାଇଲେ କେଶ ସ୍ମୁଥ୍, ସଫ୍ଟ, ଫ୍ରିଜ୍ ଫ୍ରି ଏବଂ ସାଇନିଂ କରିଥାଏ। 2 ନମ୍ବର ନଡ଼ିଆ ତେଲ ସିରମ୍ କିପରି ତିଆରି କରିବେ। ନଡ଼ିଆ ତେଲକୁ ହାଲକା ଗରମ କରି ତାପରେ 1 ଚାମଚ ଜୋଜୋବା ଅଏଲ୍‌କୁ ମିଶାନ୍ତୁ। ଏଥିରେ 2 ଡ୍ରପ୍ ଲାଭେଣ୍ଡର ଅଏଲ୍ ଦେଇ ଭଲ ଭାବରେ ମିକ୍ସ କରନ୍ତୁ। ଏହି ସିରମ୍ ଡ୍ରାଇ ଏବଂ ରଫ୍ କେଶକୁ ତୁରନ୍ତ ସ୍ମୁଥ୍ କରିଥାଏ। ଦିନେ ଛାଡ଼ିକି ଦିନେ ଏହାକୁ ଲଗାଇବା ଦ୍ୱାରା ହେୟାର ଡ୍ୟୁଲ୍ ଓ ଲୁକ୍ ହଟିଯାଇଥାଏ। 3 ନମ୍ବର ଭିଟାମିନ୍ ଇ ସ୍ମୁଥନିଂ ସିରମ୍। 3ଟି ଭିଟାମିନ୍ ଇ କ୍ୟାପସୁଲକୁ କାଟି ତାର ତେଲକୁ ନିଷ୍କାସନ କରନ୍ତୁ। ଏଥିରେ 1 ଚାମଚ ଅଲିଭ୍ ଅଏଲ୍ ଏବଂ 1 ଚାମଚ ଆର୍ଗାନ୍ ଅଏଲ୍ ମିଶାନ୍ତୁ। ଭଲ ଭାବେ ମିଶାଇଗଲା ପରେ ବୋତଲରେ ଏହାକୁ ରଖନ୍ତୁ। ଏହାର ହେୟାରକୁ ସାଇନିଂ କରିବା ସହିତ ସଫ୍ଟ ଏବଂ ଷ୍ଟ୍ରଙ୍ଗ କରିଥାଏ। ବିଶେଷ କରି ଡ୍ରାଇ ହେୟାର ପାଇଁ ଏହା ଶ୍ରେଷ୍ଠ ଅଟେ। 4 ନମ୍ବର ଆର୍ନିକ୍ ତେଲ ଗ୍ରୋଥ୍ ସିରମ୍। ଆର୍ନିକ୍ ତେଲ କଷ୍ଟର୍ଡ ଅଏଲ୍‌କୁ 1 ଚାମଚ ନିଅନ୍ତୁ। ଏଥିରେ 1 ଚାମଚ ଆଲମଣ୍ଡ ଅଏଲ୍‌କୁ ମିଶାନ୍ତୁ। ଭିଟାମିନ୍ ଇ କ୍ୟାପସୁଲକୁ ଏହା ଭଲ ଭାବରେ ମିଶାନ୍ତୁ। ଏହା ହେୟାର ରୁଟ୍‌କୁ ଷ୍ଟ୍ରଙ୍ଗ କରିଥାଏ। ଫଲିକଲ୍ ଆକ୍ଟିଭେଟ୍ ଗ୍ରୋଥ୍ ବଢ଼ାଇଥାଏ। ରେଗୁଲାର 3 ଦିନ ମଧ୍ୟରେ ଏହା ବ୍ୟବହାର କଲେ ଏହାର ଫଳ ଦେଖାଦେଇଥାଏ। 5 ନମ୍ବରରେ ଅମଳା ସାଇନିଂ ସିରମ୍। ଅମଳା ରସ 2 ଚାମଚ ନିଅନ୍ତୁ। ଏଥିରେ 1 ଚାମଚ ନଡ଼ିଆ ତେଲ ଓ 1 ଚାମଚ ଆଲମଣ୍ଡ ଅଏଲ୍ ମିଶାନ୍ତୁ। ଭଲ ଭାବରେ ମିଶିଗଲା ପରେ 30 ମିନିଟ୍ ଏହାକୁ ରଖିଲା ପରେ ବ୍ୟବହାର କରନ୍ତୁ। କେଶକୁ ତୁରନ୍ତ ସାଇନିଂ ଓ ସ୍ମୁଥ୍ କରିବାକୁ ବା ରିଫ୍ରେଶ୍ ଲୁକ୍ ଦେଇଥାଏ। ଡ୍ୟାମେଜ୍ ହେୟାର ପାଇଁ ଏହା ବହୁତ ଉପକାରୀ ହୋଇଥାଏ। 6 ନମ୍ବର ଗୁଡହୁକ୍ ହେୟାର ସିରମ୍। ଗୁଡହୁକ୍ ଫୁଲ 4ରୁ 5ଟି ଏକ ଦହି ପେଷ୍ଟ କରିଦିଅନ୍ତୁ। ଏଥିରେ 1 ଚାମଚ ନଡ଼ିଆ ତେଲ 1 ଚାମଚ ଜୋଜୋବା ଅଏଲ୍ ମିଶାନ୍ତୁ। ମିଶ୍ରଣକୁ ଛାଣି ଶୁଦ୍ଧ ତେଲ ଭାଗକୁ ବୋତଲରେ ରଖନ୍ତୁ। ଏହି ସିରମ୍ ରୁଟ୍ ପୋଷଣ ଦେଇ ସାଇନିଂ ବଢ଼ାଇଥାଏ, ଫ୍ରିଜ୍ କମାଇଥାଏ ଓ ଡ୍ରାଇ କେଶକୁ ସଫ୍ଟ କରିଦେଇଥାଏ। ରେଗୁଲାର ଏହା ବ୍ୟବହାର କରିବା ଦ୍ୱାରା କେଶ ଘନ କଳା ହୋଇଥାଏ। 7 ନମ୍ବର ଆର୍ଗାନ୍ ଅଏଲ୍ ସିଲ୍କି ସିରମ୍। 1 ଚାମଚ ପିଓର ଆର୍ଗାନ୍ ଅଏଲ୍ ନିଅନ୍ତୁ। ଏଥିରେ 2 ଡ୍ରପ୍ ଲାଭେଣ୍ଡର ଅଏଲ୍ ମିଶାନ୍ତୁ। ଆର୍ଗାନ୍ ହେୟାର ସିରମ୍ ବହୁତ ହାଲକା। କେଶକୁ ତୁରନ୍ତ ସିଲ୍କି, ସାଇନିଂ ଓ ଫ୍ରିଜିଂ ଫ୍ରି କରେ। ଏହା ଡ୍ରାଇ, କର୍ଲିଂ ଓ ଡ୍ୟାମେଜ୍ କେଶ ପାଇଁ ସର୍ବଶ୍ରେଷ୍ଠ ହୋଇଥାଏ। ସବୁଦିନ ଲଗାଇ ପାରିବେ, କେଶ ଭାରି ହୁଏ ନାହିଁ। 8 ନମ୍ବରରେ ଅଲିଭ୍ ଅଏଲ୍ ଆଣ୍ଟି ଡ୍ୟାମେଜ୍
ସିରମ୍ 1 ଚାମଚ ଅଲିଭ୍ ଅଏଲ୍ ହାଲକା ଗରମ କରନ୍ତୁ। ଏଥିରେ 1 ଭିଟାମିନ୍ ଇ କ୍ୟାପସୁଲ୍ ତେଲକୁ ମିଶାନ୍ତୁ। ଭଲ ଭାବରେ ହଲାଇ ଥଣ୍ଡା କରି ବ୍ୟବହାର କରନ୍ତୁ। ଏହି ସିରମ୍ ଡ୍ୟାମେଜ୍ ହେୟାର୍ ରିପେୟାର କରେ ଓ କେଶର ଗ୍ଲୋକୁ ଆଣେ। ଏଥିରେ ବାରମ୍ବାର ଷ୍ଟ୍ରେଚ୍ ଓ କର୍ଲ କରନ୍ତୁ। ସେମାନଙ୍କ ପାଇଁ ଖୁବ୍ ଉପକାରୀ ହୋଇଥାଏ। 9 ନମ୍ବର ଗ୍ରୀନ୍ ଟି ଫ୍ରିଜ୍ କଣ୍ଟ୍ରୋଲ୍ ସିରମ୍ 1 କପ୍ ଗ୍ରୀନ୍ ଟି ତିଆରି କରି ଥଣ୍ଡା କରନ୍ତୁ। ଏଥିରେ 1 ଚାମଚ ଆଲୋଭେରା ଜେଲ୍କୁ ମିଶାନ୍ତୁ। ପରେ 3 ଡ୍ରପ୍ ଟି ଟ୍ରି ଅଏଲ୍ ଯୋଡ଼ି ଭଲ ଭାବରେ ସେକ୍ କରନ୍ତୁ। ଏହି ସିରମ୍ ଫ୍ରିଜ୍ରୁ କଣ୍ଟ୍ରୋଲ୍ କରେ, ଡ୍ୟାଣ୍ଡ୍ରଫ୍କୁ ହଟାଏ ଏବଂ ଗରମ ଦିନେ ଏହାକୁ ବ୍ୟବହାର କଲେ ବହୁତ କାମ ଆସିଥାଏ। 10 ନମ୍ବର ଆଲମଣ୍ଡ ଅଏଲ୍ର ଷ୍ଟଫିଂ ସିରମ୍ 1 ଚାମଚ ଆଲମଣ୍ଡ ଅଏଲ୍କୁ 1 ଚାମଚ ନଡ଼ିଆ ତେଲ ସହିତ ମିଶାନ୍ତୁ। ଏଥିରେ 1 ଡ୍ରପ୍ ରୋଜ୍ ଅଏଲ୍ ଦେଇ ଭଲ ଭାବରେ ହଲାନ୍ତୁ। ଏହି ସିରମ୍ ଡ୍ରାଇ କେଶକୁ ତୁରନ୍ତ ସଫ୍ଟ କରିବା ସହିତ ମଏଶ୍ଚରାଇଜର୍ ଓ ଗ୍ଲୋଇଂ କରିଥାଏ। ଶୀତକାଳୀନରେ ବହୁତ ଉପକାରୀ ହୋଇଥାଏ କାରଣ କେଶ ରଫ୍ ଓ ଖରାପ ହେବାକୁ ମଧ୍ୟ ଏହା ରୋକିଥାଏ। 11 ନମ୍ବର ପିଆଜ ରସ ହେୟାର୍ ଗ୍ରୋଥର ସିରମ୍ 1 ଚାମଚ ପିଆଜ ରସକୁ ଏଥିରେ 1 ଚାମଚ ନଡ଼ିଆ ତେଲ ଏବଂ 1 ଭିଟାମିନ୍ ଇ କ୍ୟାପସୁଲକୁ ମିଶାନ୍ତୁ। ଭଲ ଭାବେ ହଲାଇ ଏକ ବୋତଲରେ ରଖନ୍ତୁ। ଏହି ସିରମ୍ କେଶର ରୁଟ୍କୁ ଆକ୍ଟିଭ୍ କରିବା ସହିତ ଗ୍ରୋଥ୍ ବଢ଼ାଇଥାଏ, ଫଲିକଲ୍ ଷ୍ଟ୍ରଙ୍ଗ କରେ ଏବଂ ଏହାର ଲସ୍ ରୋକିଥାଏ। ହାଲକା ମସାଜ କଲେ ଦ୍ରୁତ ଫଳ ମିଳିଥାଏ। ରୋଜମେରୀ ଗ୍ରୋଥ୍ ସିରମ୍ ରୋଜମେରୀ ପତ୍ରକୁ ପାଣିରେ 5 ମିନିଟ୍ ଫୁଟାଇ ଥଣ୍ଡା କରନ୍ତୁ। ଏହି ପାଣିକୁ ଛାଣି 1 ଚାମଚ ଆଲୋଭେରା ଜେଲ୍ ଏବଂ 3 ଡ୍ରପ୍ ରୋଜମେରୀ ଅଏଲ୍ ସହ ମିଶାନ୍ତୁ। ଏହି ସିରମ୍ ରୁଟ୍ ଷ୍ଟିମୁଲେଟ୍ କରି ହେୟାର୍ ଗ୍ରୋଥ୍ ବଢ଼ାଇଥାଏ, ହ୍ୟାଣ୍ଡଫଲ୍ ହଟାଏ ଓ କେଶକୁ ଘନ କରିଥାଏ। ଦିନରେ 2ରୁ 3 ଦିନ ମଧ୍ୟରେ ବ୍ୟବହାର କରନ୍ତୁ। 13 ନମ୍ବରରେ କରି ପତ୍ର ପୋଷଣ ସିରମ୍ 15ଟି କରି ପତ୍ରକୁ ଭେସୁଙ୍ଗା ପତ୍ରକୁ ନଡ଼ିଆ ତେଲରେ 3 ମିନିଟ୍ ଫୁଟାଇ ତାକୁ ଛାଣି ଥଣ୍ଡା କରନ୍ତୁ। ଏଥିରେ 1 ଭିଟାମିନ୍ ଇ କ୍ୟାପସୁଲ୍ ମିଶାନ୍ତୁ। ଏହି ପୋଷଣ ସିରମ୍କୁ ରୁଟ୍ ଷ୍ଟ୍ରଙ୍ଗ କରେ ଓ ସଫ୍ଟ କେଶ ଦିଏ। ହେୟାର୍ ଫଲ୍ କମାଇଥାଏ, କେଶକୁ ଘନ ଦେଖାଇଥାଏ। ନିୟମିତ ବ୍ୟବହାର କଲେ ଚମତ୍କାରିତ ଫଳ ଦେଖାଇଥାଏ। 14 ନମ୍ବର ଦହି ମହୁ ସ୍ମୁଥ୍ ସିରମ୍ 1 ଚାମଚ ଦହି 1 ଚାମଚ ମହୁ 1 ଚାମଚ ଆଲୋଭେରା ଜେଲ୍ ମିଶାନ୍ତୁ। ମିଶ୍ରଣକୁ ଭଲ ଭାବେ ବ୍ଲେଣ୍ଡ କରି ହାଲକା ପାଣିରେ ମିଶାନ୍ତୁ। ଏହି ସିରମ୍ ଡ୍ରାଇ କେଶକୁ ତୁରନ୍ତ ସ୍ମୁଥ୍, ସଫ୍ଟ, ସାଇନିଂ କରିଥାଏ। ଫ୍ରିଜ୍ ଓ ରିଫ୍ରେଶ୍ ଓ ଡ୍ୟାମେଜ୍କୁ ହଟାଇଥାଏ। ନ୍ୟାଚୁରାଲ୍ କଣ୍ଡିସନର୍ ଭଳି ମଧ୍ୟ କାମ କରିଥାଏ। 15 ନମ୍ବର ଆଭୋକାଡୋ ହେୟାର୍ ସର୍ଟନ୍ ସିରମ୍ ଅଧା ଆଭୋକାଡୋକୁ ପେଷ୍ଟ କରି 1 ଚାମଚ ଅଲିଭ୍ ଅଏଲ୍ ଏବଂ 1 ଚାମଚ ଆଲୋଭେରା ଜେଲ୍ ମିଶାନ୍ତୁ। ଛାଣି ଶୁଦ୍ଧ ଲିକ୍ୱିଡ୍ ଭାଗକୁ ସିରମ୍ ଭଳି ବ୍ୟବହାର କରନ୍ତୁ। ଏହା କେଶକୁ ଅତ୍ୟଧିକ ସ୍ମୁଥ୍ କରିବା ସହିତ ସାଇନିଂ ଏବଂ ମଏଶ୍ଚରାଇଜ୍ ଭଳି କାମ କରିଥାଏ ଓ ଫାଟି ଯାଇଥିବା କେଶକୁ ମଧ୍ୟ ହଟାଇଥାଏ।